ମଣିଷର ପ୍ରକୃତି, ତାର ମାନସିକତା, ତାର ଆଚାର ବ୍ୟବହାର ଏବଂ ତାର ସତ ବା ଯୋଉଟାକୁ କୁହାଯାଏ ଯେ ଗୋଟେ ସତ୍ ପଥରେ ରହୁଥିବା ମଣିଷକୁ ଦେଖିଲେ ସେ ଲୋକ କେତେ ମାତ୍ରାରେ ଭଦ୍ରଲୋକ ବା ସେ ଲୋକ କେତେ ମାତ୍ରାରେ ଭଲ ଲୋକ ଏ ସମାଜ ପାଇଁ ସେଇଟା ନିଶ୍ଚିତ ଭାବେ ବାରି ହୋଇପଡ଼େ। କିନ୍ତୁ ଏଠି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ମାନସିକତା ଉଚ୍ଚ ନୁହେଁ, ହେଲେ ସେମାନଙ୍କର ପ୍ରକୃତି ମଧ୍ୟ ଠିକ୍ ସେମିତି ଯେମିତି ଅନ୍ୟ ଲୋକମାନଙ୍କୁ ହଇରାଣ ହରକତ କରି ସେମାନଙ୍କ ପାଖରୁ କିଛି ଲୁଟି ଖାଇଦେବା। କିଛି ଏମିତି ପ୍ରକୃତିର ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ସବୁବେଳେ କ୍ଷତି ପହଞ୍ଚାଇବା ଦିଗରେ ନିଜକୁ ପ୍ରସ୍ତୁତ କରି ରଖିବା, ଏବଂ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଅନ୍ୟକୁ ସବୁବେଳେ କଷ୍ଟ ଦେବା ଭଳି କାର୍ଯ୍ୟ କରିଥାନ୍ତି। ଏ ଦୁନିଆରେ ଆମେ ଜନ୍ମ ହୋଇଛେ, ଭଗବାନ ଆମକୁ ଗୋଟେ ସୁନ୍ଦର ଜୀବନ ଦେଇଛନ୍ତି। ସେ ଜୀବନକୁ ଉପଭୋଗ କରିବା ସହିତ ଅନ୍ୟମାନଙ୍କର ଭଲ ଚାହିଁବା ମଧ୍ୟ ନିହାତି ଆବଶ୍ୟକ। ନହେଲେ ଏଠି ତ ଗ୍ଲାସେ ପାଣି ଦେଇ ଆପଣଙ୍କ ପୋଖରୀକୁ ଲୁଟି ନେଉଥିବା ଲୋକ ଅନେକ ଅଛନ୍ତି। ସେଇମିତି ଲୋକଙ୍କୁ ମଧ୍ୟ ଆମେ ଜଗିବାର ଆବଶ୍ୟକତା ଅଛି ଏବଂ ମାନସିକତାରେ ପରିବର୍ତ୍ତନ ନିଶ୍ଚିତ ଭାବେ ଆଣିବାର ଅଛି। ନହେଲେ ଦୁନିଆ ଆମକୁ ଏମିତି ନଜରରେ ଦେଖିବ, ଶେଷରେ ଆମ ସହିତ କେହି ମିଶିବା ପାଇଁ ଥିବେନି, ଆମେ ସମ୍ପୂର୍ଣ୍ଣ ଭାବେ ଏକୁଟିଆ ହୋଇଯିବା। ଏ ପ୍ରକୃତି, ଏ ମାନସିକତାକୁ ବଦଳାଇବାର ଆବଶ୍ୟକତା ଅଛି। ଏଇ ତ ଜୀବନର କଥା।